ଆଜିର ବର୍ଷା ପାଗଟା ବର୍ତ୍ତମାନ ଏମିତି ଭୟଙ୍କର ଯେଉଁ ରୂପ ଧରିଛି ସେ ବର୍ଷା ଆଉ ସୂଚନାରେ ମଧ୍ୟ 3 ଘଣ୍ଟା ମଧ୍ୟରେ ମାନେ ଶୁଭ ସକାଳ ସାଙ୍ଗମାନେ। ବର୍ତ୍ତମାନ ଦେଖିପାରୁଥିବେ ସକାଳୁ କେତେ ସୁନ୍ଦର ଆଲୋକଟା ପଡ଼ିଛି ଆଉ ଏତେ ବଢ଼ିଆ ଯେଉଁ ବର୍ଷାଟା ହେଇଥିଲା ସେ ବର୍ଷାରେ ସୁନ୍ଦର ଭାବରେ ସବୁଆଡ଼େ ଥଣ୍ଡା ପଡ଼ିଛି। ଆଉ ବର୍ତ୍ତମାନ ଆମେ ଆସି ମର୍ଣ୍ଣିଂ ୱାକ୍ ଭୋର 4ଟାରୁ ଉଠିକରି ମର୍ଣ୍ଣିଂ ୱାକ୍ ଆସିଥିଲୁ। ଆଉ ସବୁ ଜାଗାରେ ବର୍ଷା ଯେଉଁ ରାତିରେ ଯେମିତି ପ୍ରକାର ବର୍ଷା ହେଇଥିଲା ଆଉ କାଲି ସନ୍ଧ୍ୟାରେ ମଧ୍ୟ ସେମିତି ବର୍ଷା ହେଇଥିଲା। ସେ ବର୍ଷାଟା ପୁରା ମାନେ ସବୁ ଜାଗାରେ ପ୍ରଭାବିତ ପଡ଼ି ପୁରା ଥଣ୍ଡା ଅନୁଭବ ପଡ଼ୁଛି। ଆଉ କିଛି କିଛି ଜାଗାରେ ଖାଲ ଜମିର ମଧ୍ୟ ପାଣି ରହିବାର ବହୁତ ମାନେ ଦେଖାଯାଉଛି। ଆଉ ଏତେ ସୁନ୍ଦର ଯେଉଁଟାକି ଖରାରେ ଯେମିତି ଦେହ ଥିଲା ଆଜି ସେଇ ଖରା ଦେହ ପୁରା ଥଣ୍ଡା ଅନୁଭବରେ ବହୁତ ବଢ଼ିଆ ଲାଗୁଛି। ତ ଆଉ ଚାଷବାସ ଲୋକ ମାନେ କରିବା ପାଇଁ ଟ୍ରାକ୍ଟର ସାହାଯ୍ୟରେ କିମ୍ବା ହଳ ସାହାଯ୍ୟରେ ଆରମ୍ଭ କରୁଛନ୍ତି, ଲଙ୍ଗଳ କିମ୍ବା ଅନ୍ୟ ପ୍ରକାର ଯନ୍ତ୍ରପାତି ଦ୍ୱାରା ତୋଷାତୋଷି କରିବା ପାଇଁ। ଆଉ ଏଇଠି ଦେଖୁଥିବେ ଯେଉଁ ହୁଙ୍କି ଅଛି, ହୁଙ୍କି ପଡ଼ିଛି, ଏଇ ହୁଙ୍କି ଏଇ ଜାଗାରେ କେତେ ହୁଙ୍କି ବାହାରିଛି। ଆଉ ଆମର ଛୋଟିଆ ଯେଉଁ ବନ୍ଧ ଖୋଲାଯାଇଥିଲା ସେ ବନ୍ଧ ପାଖରେ ଆସି ଆମେ ବର୍ତ୍ତମାନ ଏଠି ମାନେ ମର୍ଣ୍ଣିଂ ୱାକ୍ କରୁଛୁ। ତ କିଛି ଦେହ ପାଇଁ ମଧ୍ୟ ସୁରକ୍ଷିତ ବହୁତ ଦରକାର। ଆଉ ମାନେ ସକାଳୁ ସକାଳୁ କିଛି ମାନେ ଖାଲି ପାଦରେ ବୁଲିବା ଆଉ କିଛି ଏକ୍ସରସାଇଜ୍ କରିବା ବହୁତ ମାନେ ଦେହ ପକ୍ଷେ ସୁରକ୍ଷିତ। ତ ବର୍ଷା ଏମିତି ହେଇଛି, ବର୍ଷାରେ ଅନେକ ଲୋକ ଖୁସି ହେଇଛନ୍ତି ଆଉ ଅନେକ ଲୋକ ଦୁଃଖ ମଧ୍ୟ ହେଇଛନ୍ତି। କାହିଁକି? କାରଣ ଯେଉଁ ଖରାଟିଆ ଧାନ ଚାଷ କରିଛନ୍ତି ସେମାନେ ବର୍ଷାରେ ବହୁତ ମାନେ ଦୁଃଖ ରହୁଛନ୍ତି। କାହିଁକି? ସେମାନେ ଯେଉଁ ଏଇ ସମୟର ଯେଉଁ ବର୍ଷା ପଡ଼େ ଏଇ ସମୟରେ ମାନେ ଲୋକ ମାନେ କୁହାପଥର ମାଡ଼ରେ ଅନେକ ପ୍ରକାର ଚାଷୀ ତାଙ୍କର ଚାଷବାସ କ୍ଷୟକ୍ଷତି ହୋଇଥାଏ, ସେଥିପାଇଁ ଦୁଃଖ। ଆଉ ଯିଏ ନୂଆରେ ଚାଷ କରିଥିବ ସେ ନୂଆ ଚାଷୀ ଯେଉଁ ଧାନ କଟାକୁଟି ସରିଲା ପରେ ଅନ୍ୟ ପ୍ରକାର ଡାଲି ଜାତୀୟ ଲଗେଇଥାଏ ଆଉ ଅନ୍ୟ ପ୍ରକାର ଯେକୌଣସି ଡାଲି ଜାତୀୟ ଲଗାଯାଇଥାଏ। ସେହି ସମୟ ସରିଲା ପରେ ସେ ବର୍ଷାକୁ ଅପେକ୍ଷା ରହିଥାଏ, ଯେମିତି ଆଉ ନୂଆ କରି ଯେଉଁ ଧାନ ଚାଷ କରିବା ପାଇଁ ଲଙ୍ଗଳ କିମ୍ବା ଅନ୍ୟ ପ୍ରକାର ଜିନିଷ ଲଗାଇବା ପାଇଁ। ତ ସେଥିପାଇଁ ସିଏ ବହୁତ ଖୁସି ଥାଏ। ତ ଫ୍ରେଣ୍ଡସ୍, ଜାଣନ୍ତୁ ଏମିତି ସବୁବେଳେ ସବୁ ସମୟରେ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ, କାହା ପାଇଁ ଦୁଃଖ ତ କାହା ପାଇଁ ଖୁସି ଥାଏ। ତ ଏମିତି ସଂସାରରେ ଚଳିବାକୁ ପଡ଼ିଥାଏ। ତ ଆଜି ଚାଲନ୍ତୁ ଆଉ ଆଗକୁ ଦେଖିବା କେମିତି ଚାଷବାସ କରିବା ପାଇଁ କେତେ ପ୍ରକାର ଯନ୍ତ୍ରପାତି ସାହାଯ୍ୟରେ ଜମି କିମ୍ବା ଅନ୍ୟ ପ୍ରକାର ସାହାଯ୍ୟରେ ଚାଷ କରିବା ପାଇଁ ଲାଗିଛନ୍ତି। ତ ଚାଲ ଭିଡ଼ିଓଟା ଲାଗି ରହନ୍ତୁ। ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଭିଡ଼ିଓ ଲାଇକ୍, ସେୟାର ଆଉ କମେଣ୍ଟ ନିଶ୍ଚୟ କରିବେ। ଆଉ ଚ୍ୟାନେଲରେ ଯିଏ ନୂଆ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ ରଖିଥିବେ, କାହିଁକି ନା ଏମିତି ନୂଆ ନୂଆ ଭିଡ଼ିଓ ଯାକ ଆସୁଥିବ ପ୍ରଥମ ଥର ପାଇଁ ଆପଣ ପାଖକୁ ବେଲ୍ ଯିବ। ତ ଚାଲ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ସ୍କିପ୍ କରନ୍ତୁ ନାହିଁ। ବର୍ଷା ମାତା ସବୁ ତ ସବା ଲାଗି ବଢ଼ିଆ ହେଇଗଲା ଟାଇମ୍। ଆଜି ନଗଲା ଦି ବଛି
ଖରା ଖରା ଆগে ଗଲେ ତାହେଲେ ପବନ ବି ଚାଲିଲା ନାହିଁ ଆଉ ଡାଲଟା ମାନେ ପୋଷିବେ ନା ପକାହେଲା ଆମ ଖଲିଆଟା ମାନେ କାଲକେ ନେଇ ଖରା ଖାଇବା କେନାଲ ବି ସବୁ ଗଲା ନାଇଁ କେ पूरा ठंडा ही गला सबेरे ट्रेन केते बजे अछि ଆଜିର ବର୍ଷା ପାଗଟା ବର୍ତ୍ତମାନ ଏମିତି ଭୟଙ୍କର ଯେଉଁ ରୂପ ଧରିଛି ସେଇ ବର୍ଷା ଆଉ ସୂଚନାରେ ମଧ୍ୟ 3 ଘଣ୍ଟା ମଧ୍ୟରେ ମାନେ ଏଇଟା ଦେଇଛି ଯେଉଁ ପାଣିପାଗ ସୂଚନା ଆଉ ଏମିତି ଜୋରରେ ମେଘ ପୁରା ଅନ୍ଧାର କରିଦେଇଛି ପୁରା ଦେଖିପାରୁଥିବେ ପୁରା ମେଘ ଅନ୍ଧାର ହୋଇଛି ତ ଚାଲନ୍ତୁ ଭିଡ଼ିଓଟା ଲାଗି ରହନ୍ତୁ ଆଉ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ତାହେଲେ ଜାଣିପାରିବେ ଆଜିର ବର୍ଷା ସେମିତି କେତେ ଘଡ଼ଘଡ଼ି ସାଙ୍ଗରେ କେତେ ମାନେ କୁଆପଥର ମାଡ଼ ବର୍ଷା ହେଉଛି ଜାଣିପାରିବେ ନିଶ୍ଚିତ ଆଗର ଭିଡ଼ିଓ ଯେଉଁ ଦେଖିଥିଲେ କୁଆପଥର ମାଡ଼ ଅନେକ ଜାଗାରେ ଅନେକ ପ୍ରକାର କୁଆପଥର ମାଡ଼ ବର୍ଷାରେ ଅନେକ ପ୍ରକାର ଚାଷବାସର କ୍ଷୟକ୍ଷତି ହୋଇଥିଲା ଆଉ ସେଇ କ୍ଷୟକ୍ଷତି ମଧ୍ୟ ବହୁତ ପରିମାଣରେ ମାନେ ଚାଷୀମାନଙ୍କୁ ହଇରାଣ ହନ୍ତସନ୍ତର ଯେଉଁ ଫଳ ପୁରା ନଷ୍ଟ ହୋଇଯାଇଥିଲା ତ ଆଜି ପୁରା ପ୍ରବଳ ଏମିତି ବର୍ଷା ପାଗଟା ମାଡ଼ି ଆସୁଛି ଦେଖୁଥିବେ ଘନ କୁହୁଡ଼ି ଅନ୍ଧାର ମାଧ୍ୟମରେ ଏମିତି ବର୍ଷା ଆଉ ସବୁଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି କାହିଁକିନା ଚାରିଆଡ଼େ ମେଘ ପୁରା ଘଞ୍ଚ ଅନ୍ଧାର କରି ଚାରିଆଡ଼େ ମେଘ ପୁରା ମେଘ ସୁନସାନ କରିଦେଉଛି ତ ଏଇ ଦେଖୁଥିବେ ନିଶ୍ଚୟ ଆଉ ଘୋଡ଼ଘୋଡ଼ି ଯେଉଁଟାକି ବଜ୍ରପାତର ଘୋଡ଼ଘୋଡ଼ି ମଧ୍ୟ ମାନେ ସମ୍ଭାବନା ବହୁତ ରହିଛି ଆଉ ଏତେ ପରିମାଣରେ ବିଜୁଳି ସହ ମେଘ ଅନ୍ଧାରରେ ପୁରା ମାଡ଼ି ଆସୁଛି ବର୍ଷା ତ ଚାଲନ୍ତୁ
ଭିଡ଼ିଓଟା ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଲାଗି ରହନ୍ତୁ ଆଉ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରିବ ଆଉ ନିଶ୍ଚୟ କେଉଁ ଜାଗାରେ କେମିତି ବର୍ଷା କେତେ ପରିମାଣର ବର୍ଷା ହେଇଛି ସେଇ ବର୍ଷା ମଧ୍ୟରେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବ ତ ଚାଲନ୍ ଆଗକୁ ଦେଖିବା ହେଇଗଲା ବର୍ଷା ଷ୍ଟାର୍ଟ ପୁରା